ଆସନ୍ତୁ ଶୁଣିବା କ୍ଷୁଦ୍ର ଗଳ୍ପ ପେଟେଣ୍ଟ ମେଡିସିନ। ଲେଖିଛନ୍ତି ଫକୀର ମୋହନ ସେନାପତି। ସାଆନ୍ତାଣୀଙ୍କର ଟାଣୁଆ ହୁକୁମ ଜାରି। ରାତି ତ ରାତି, ଦିନ ବେଳେ ବି ବାବୁ ଘରୁ ଗୋଡ଼ କାଢ଼ି କାହିଁ ଯାଇପାରିବେ ନାହିଁ। କାହିଁକି ଯିବ? କ'ଣ ଲୋଡ଼ା? ଯାହା କରିବାକୁ ହେବ ଘରେ ବସି କର। ଲେଖ, ପଢ଼, ଖବରଦାର ବାହାରକୁ ଆଦୌ ବାହାରିବ ନାହିଁ। ବାବୁଙ୍କ ନିହାତି କୁହାବଲା ଆକୁଳ ବିକଳରେ ହୁକୁମ ହେଇଛି, ସକାଳେ ପା ଘଣ୍ଟା ଲାଗି ଦାଣ୍ଡ ଦୁଆର ପାଖ ସଡ଼କରେ ବୁଲିପାରିବେ। ତା ବି ବହୁତ ଦୂରକୁ ଯାଇପାରିବେ ନାହିଁ। କବାଟ ଫାଙ୍କ ବାଟ ଅନାଇଲେ ଯେମନ୍ତ ଦିଶୁଥିବେ। ସକାଳ 7ଟା ଅନ୍ଦାଜ ବେଳ ହେବ। ବାବୁ ଚନ୍ଦ୍ରମଣି ପଟ୍ଟନାୟକ ଦାଣ୍ଡ ଦୁଆର ଆଗ ସଡ଼କରେ ବୁଲୁଛନ୍ତି। ହଠାତ୍ ଅନେଇ ଦେଇ ଦେଖିଲେ, 400-500 କଦମ ଦୂରରେ ଗୋଟିଏ ଲୋକ ଛିଡ଼ା ହୋଇ ତାଙ୍କୁ ଏକ ଧ୍ୟାନରେ ଅନାଇଛି। ବାବୁଙ୍କ ନଜର ତା ଉପରେ ଯେମିତି ପଡ଼ିଛି, ସେ ହାତ ଠାରି ଡାକିଲା। ବାବୁ ଭଲ କରି ଅନାଇ ଦେଖିଲେ, ଓହୋ, ଏ ତ ସେଇ ଭଦ୍ରଖିଆ ଟୋକାରେ। ମନ ମଧ୍ୟରେ ଭାରି ଖୁସିଟାଏ ହେଲେ। ପାଖକୁ ଆସିବା ଲାଗି ହାତ ଠାରିଦେଲେ। ଆପେ ବି ଆପଣ ଦୁଆରକୁ ଅନାଇ ଅନାଇ ଅଳ୍ପ ଅଳ୍ପ ଆଗେଇ ଯାଉଥାନ୍ତି। ଯେମିତି ସେ ଟୋକାର ପାଖାପାଖି ହେଲେ ଦୁଆର ଆଡ଼କୁ ମୁହଁ କରି ପଛକୁ ଡେବିରି ହାତଟା ବଢ଼େଇ ଦେଲେ। ଟୋକାଟା ବାବୁଙ୍କ ହାତରେ ଚିଠି ଖଣ୍ଡେ ଜାକି ଦେଇ ଝଟ ଲେଉଟି ପଡ଼ି ଚାଲିଗଲା। ବାବୁ ଚିଠି ଖଣ୍ଡେ ମୁଠେଇ ଧରିଥାନ୍ତି, ସେତେବେଳେ ପଢ଼ିଲେ ନାହିଁ। ଦୁଆର ପାଖେ ଆସି ଭଲ କରି କବାଟ ଫାଙ୍କକୁ ଅନାଇଲେ। ଚିଠି ଖଣ୍ଡି ପଢ଼ି ଟିକି ଟିକି କରି ଛିଣ୍ଡେଇ ପକେଇ ପବନରେ ଉଡ଼େଇ ଦେଲେ। ଘର ଭିତରକୁ ଆସି ଖୁବ୍ ସ୍ନେହରେ, ଖୁବ୍ କଅଁଳରେ ଡାକିଲେ, ଆଗୋ ଆଗୋ, ଶୁଣୁଛ ନା? ଟିକେ ଶୁଣିଗଲ। ଘର ଭିତରୁ ଗୋଟାଏ ଭାରି ଚଢ଼ା ଗଳା ଶୁଭିଲା, ଓହୋ ହୋ ହୋ, ଆଜି ଭାରି ପ୍ରେମ ଡାକ। କଥା କ'ଣ? ମୋର ତ ଭାରି କପାଳ ଦେଖୁଛି। କଥା କହୁଛ କ'ଣ? କୁହ। ବାବୁ କହିଲେ, ଶୁଣୁଛ, ଆଜିକି 4 ଦିନ ହେଲା ରୋଜ ରୋଜ ରାତିରେ ମୋ ମୁଣ୍ଡ ବୁଲାଏ, ପେଟ ବି ଟାଣେ, ଦେହ ବଡ଼ ଝିମ୍ ଝିମ୍ କରେ, ବଡ଼ କଷ୍ଟ ହୁଏ, ଭାରି କଷ୍ଟ। ସାଆନ୍ତାଣୀ କହିଲେ, ହେଇ ହେଲା, ଆହୁରି ଗୋଟାଏ କ'ଣ ପ୍ରେମ ବାହାରିଲାଣି। ସେଇ ଯେ ଗଞ୍ଜେଇ ମଦ ତ ନିଆଁ ପାଉଁଶ ନିଶାଗୁଡ଼ାକ ଖାଇଥିଲ, ତାହାରି ଫିସାଦ। ନିଶାଗୁଡ଼ାକର କ'ଣ ଉଣାଗୁଣ? ପୃଥ୍ୱୀ ଯାକ ବେମାରୀ ଦେହରେ। ଏଣେ ତିନି ଜାଗା ଚାକିରି ହେଲା ଗଲା, ଲୋକେ ଛି ଛାକର କରୁଛନ୍ତି। କେତେ ଟଙ୍କା ବରବାଦ କରିଦେଲ। ଗଲା ଯାଉ ଚାକିରି, ଯାଉ ଟଙ୍କା, ଯାହା ହେବାର ତ ହୋଇଗଲା। ଏଣିକି ଦିହଟା ଭଲା ସୁଧରି ଯାଉ। 4 ମାସ କାଳ ଜଗି ଜଗି ଟିକେ ଭଲ କରିଥିଲି। ନିଶାଗୁଡ଼ାକ ଛାଡ଼ିବାରୁ ଟିକେ ଭଲ ଥିଲେ, ପୁଣି ତାହାରି କ'ଣ ପୁରୁଣା ଫିସାଦଟିଏ ବାହାରିଲାଣି। ଚନ୍ଦ୍ରମଣି ବାବୁ କହିଲେ, ନାଇଁ ଗୋ ନାହିଁ, ସେ କଥା ନୁହଁ ଯେ। ଆଜି ସକାଳେ ମାଧବାଚାର୍ଯ୍ୟ ଖଡ଼ିରତ୍ନଙ୍କ ସାଙ୍ଗରେ ଭେଟ ହୋଇଥିଲା। ସେ ମୋ କୋଷ୍ଠୀ ଗଣି କହିଲେ, ମୋର କଙ୍କଡ଼ା ରାଶିକୁ ବିଛା ରାଶି ଶନି ସପ୍ତାହ ହୋଇଛି। ଏଇଟା ତାହାରି ଫିସାଦ। କିଛି ପୁଣ୍ୟ କାର୍ଯ୍ୟ କରିଦେଲେ ସବୁ ଦୋଷ କଟିଯିବ। ସାଆନ୍ତାଣୀ ପଚାରିଲେ, କ'ଣ ପୁଣ୍ୟ କାର୍ଯ୍ୟ କରିବାକୁ ଖଡ଼ିରତ୍ନେ କହିଗଲେ? ଚନ୍ଦ୍ରମଣି କହିଲେ, ମୁଁ 3 ଦିନ ଲାଗି ଯାଇ ଭୁବନେଶ୍ୱର, ଖଣ୍ଡଗିରି, ଉଦୟଗିରିରେ ଯେତେ ମହାଦେବ ଅଛନ୍ତି ସମସ୍ତଙ୍କୁ ଦର୍ଶନ କରିବି। କିଛି ଟଙ୍କା ଘେନି ଯାଇଥିବି, ବ୍ରାହ୍ମଣମାନଙ୍କୁ ଦେଲେ ସେମାନେ 100 ମାଠିଆ, ନା 1000 କୁମ୍ଭ, ନାଇଁ 100 କୁମ୍ଭ ପୂଜା କରିବେ। ସବୁ ଦୋଷ, ସବୁ ଗ୍ରହ ଅବଳ ଏକା ବେଳକେ କଟିଯିବ। ଦେହ ଖୁବ୍ ଆଚ୍ଛା ହୋଇଯିବ। ଆଉ ନିଶା ଫିସା ଖାଇବାକୁ ମନ ବଳିବ ନାହିଁ। ସାଆନ୍ତାଣୀଙ୍କ ମନକୁ ଟିକେ କେମିତିକା ଧୋକା ଛୁଇଁଲା। କହିଲେ, ଖଡ଼ିରତ୍ନେ ଆସିଥିଲେ? କାଇଁ, ମୁଁ ଶୁଣି ନାହିଁ। ବାବୁ କହିଲେ, ନାଇଁ, ସେ ଆସିନାହାନ୍ତି, ତାଙ୍କ ପୁଅ ଆସିଥିଲା। ସାଆନ୍ତାଣୀ ପୁଣି ପଚାରିଲେ, ତାଙ୍କର ପୁଣି ପୁଅଟାଏ କାହୁଁ ହୋଇଲା? ବାବୁ କହିଲେ, ଓହୋ, ନାଇଁ, ତାଙ୍କର ଚାକର ହାତରେ କହି ପଠାଇଥିଲେ। ସାଆନ୍ତାଣୀ ବାବୁଙ୍କ ମୁହଁକୁ ଭଲ କରି ଅନାଇଲେ। ମନରେ କଲେ, ଏ ସବୁ ମିଛ କଥା। 3 ଦିନ ଲାଗି ଯାଇ କେଉଁଠି ମତୁଆଲାମାନଙ୍କ ସାଙ୍ଗରେ ପଡ଼ି ମଦ ଖାଇବେ, ନୋହିଲେ ତେଲେଙ୍ଗା ପଜାର କାହା ଓଳିରେ ପଡ଼ିବେ। କେତେ ମୁସ୍କିଲରେ ଟିକେ ଭଲ ବାଟକୁ ଆଣିଛି, ନଜରରୁ ଉହାଡ଼ ହେଲେ କ'ଣ ବୋଲି କ'ଣ କରି ପକାଇବେ। ଖୁବ୍ ଗୋଟାଏ ପାଟି କରି କହିଲେ, ନାଇଁ, ତମେ ଭୁବନେଶ୍ୱର କାହିଁ ଯାଇପାରିବ ନାହିଁ, ଘରେ ସିଧା ବସିଥାଅ। ବାବୁ କହିଲେ, ହଁ, ସତ, ଠିକ୍ କହିଲ। କୁଆଡ଼େ 3 ଦିନ ଯାଏ ଯିବି? ଆଚ୍ଛା, ଉଛୁଣି ଯାଉଛି, ଧବଳେଶ୍ୱର ମହାଦେବଙ୍କୁ ଦର୍ଶନ କରି ସଞ୍ଜ ସଞ୍ଜ ଲେଉଟି ଆସିବି। ସାଆନ୍ତାଣୀ କହିଲେ, ନା, ତାହା ବି ହେବ ନାହିଁ। ବାବୁ କହିଲେ, ଆଚ୍ଛା, ନ ହେଲା ନାହିଁ, ଗୋଟା କେତେ ଟଙ୍କା ଦେଲ? କଟକ ସହର ଭିତରେ
ଯେତେ ମହାଦେବ ଅଛନ୍ତି ପୂଜା କରି ବାହାରି ଆସେ। ସାଆନ୍ତାଣୀ କହିଲେ, ଆଚ୍ଛା ମକରାକୁ କହ ଗୋଟାଏ ବଗି ଡାକି ଆଣୁ, ଦୁହେଁ ଯାଇ ଠାକୁର ଦର୍ଶନ କରିବା, ପୂଜା ଦେବା। ବାବୁ ନିଶ୍ୱାସଟିଏ ପକାଇ ଚାଲିଗଲେ। ଗୋଟାଏ ଜାଗାରେ ବସି ଟିକିଏ ଚିନ୍ତା କଲେ। ଆରେ ଭଲ ଫିକରଟାଏ ମନରେ ପଡ଼ିଗଲା। ବାବା, ଆଚ୍ଛା କଥା। ଆଗ ଶୁଣୁଛ, ମୋ ଦେହଟା ବି ଭଲ ନାହିଁ। ବାରଆଡ଼େ ବୁଲିଲେ ଫେର କିଛି ଗୋଟାଏ ବେମାର ବାହାରି ପଡ଼ିପାରେ। ଖଡ଼ିରତ୍ନେ ଏ କଥା ବି କହିଛନ୍ତି, କୁଆଡ଼େ ନ ଯାଇ ମହାଦେବଙ୍କୁ ଧାରଣା କଲେ ସବୁ ରୋଗ ଛାଡ଼ିଯିବ। ସାଆନ୍ତାଣୀ କହିଲେ, ସେ ଧାରଣା ପୁଣି କି କଥା, କି ରକମ? ବାବୁ କହିଲେ, ରକମ କ'ଣ କି? ଜ୍ୟୋତିଷ କହିଛନ୍ତି ପୁରା 5 ପହର କାଳ, ଧର 5 ପହର ହେଲେ ଏତେବେଳୁ ରାତି 9ଟା ଯାଏଁ ଖଣ୍ଡେ କମ୍ବଳ ଘୋଡ଼ି ହୋଇ ମୁହଁ ମାଡ଼ି ଲମ୍ବ ହୋଇ ଶୋଇପଡ଼ିବି। ଆଉ କିଛି କଥା ମନରେ ନ କରି ପୃଥିବୀରେ ଯେତେ ଠାକୁର ଦେବତା ଅଛନ୍ତି ସମସ୍ତଙ୍କୁ ଧ୍ୟାନ କରୁଥିବି। ସାଆନ୍ତାଣୀ କହିଲେ, ତାହେଲେ ସବୁ ଗ୍ରହ ଅବଳା କଟିଯିବ ତ? ବାବୁ ମନ ମଧ୍ୟରେ ଖୁସିଟାଏ ହୋଇ କହିଲେ, ହଁ ହଁ, ଖଡ଼ିରତ୍ନେ କହିଛନ୍ତି ବିଲକୁଲ ଗ୍ରହ ଅବଳ କଟିଯିବ। ସେ ଆହୁରି ବି ଗୋଟାଏ କଥା ବାରମ୍ବାର କହିଦେଇଛନ୍ତି, 10ଟି ଟଙ୍କା ଠାକୁରଙ୍କ ନାମରେ ମନାସି ମୁଣ୍ଡ ତଳେ ଦେଇଥିବ। ମାସକ ବାଦ ଦେହ ଭଲ ହୋଇଗଲେ ସେଇ ଟଙ୍କାରେ ଠାକୁର ପୂଜା ଆଉ ବ୍ରାହ୍ମଣ ବୈଷ୍ଣବଙ୍କୁ ଭୋଜନ ଦିଆଯିବ। ସାଆନ୍ତାଣୀ କହିଲେ, ଆଉ ଆଜି କ'ଣ କିଛି ଖାଇବ ନାହିଁ? ବାବୁ କହିଲେ, ରାମ ରାମ, ଠାକୁର ଦେବତା ଧ୍ୟାନ ବେଳେ କିଛି କ'ଣ ଖାଆନ୍ତି? ଦିନଯାକ ଉପାସ, ଟୋପାଏ ପାଣି ବି ମନା। ସାଆନ୍ତାଣୀ ନିଶ୍ୱାସଟାଏ ପକାଇ କହିଲେ, ଆଚ୍ଛା ତେବେ ଧାରଣା ଦିଅ। ବାବୁ କହିଲେ, ଆଉ ଗୋଟାଏ କଥା, ଧାରଣା ଘର ମଧ୍ୟରେ ପାଦ ଦେବ ନାହିଁ। ପବିତ୍ର ସ୍ଥାନ ଲୋଡ଼ା। ଘରେ ଆଇଁଷ ରନ୍ଧାଯାଏ, ଧୂଆଁ ବୋଲି ଅପବିତ୍ର ହୋଇଯାଇଛି। ଆଉ ଦେବତା ତ ନୁହନ୍ତି, ହର ପାର୍ବତୀ କଥା। ଦାଣ୍ଡ ବଙ୍ଗଳା ପାଖରେ ଯେଉଁ ସାନ କୁମ୍ଭରୀ ଘର, ସେଇ ଘରଟି ପବିତ୍ର। ସେଇ ଘର ନିରୋଳା ହେବ। ଖୁବ୍ ସାବଧାନ। ସେ ଘରେ ତିରିଲା ଲୋକର ଛାଇ ପଡ଼ିଲେ, ପାଟି ଶୁଭିଲେ ଧ୍ୟାନ ଫଳ ମିଳିବ ନାହିଁ। ସବୁ ଅକାରଣ ହୋଇଯିବ। ସାବଧାନ, ସେ ପ୍ରସ୍ତରେ କେହି ତିରିଲା ଲୋକ ଛାଇ ପଡ଼ିବ ନାହିଁ, ପାଟି ବି ଶୁଭିବ ନାହିଁ। ସାଆନ୍ତାଣୀ ବାବୁଙ୍କ କଷ୍ଟ କଥା ମନରେ ପକାଇ ଭାରି ମନ ଦୁଃଖ କରି ଘର ଭିତରକୁ ଚାଲିଗଲେ। ସେତିକି ବେଳେ ରୋଷେଇଆ ବ୍ରାହ୍ମଣ ଆସି ପଚାରିଲା, ଆଜ୍ଞା ଆଜି କ'ଣ ରୋଷେଇ ହେବ? ସାଆନ୍ତାଣୀ କହିଲେ, ଆଜି ବାବୁଙ୍କର ଉପାସ, ମୁଁ ଆଉ କ'ଣ ଖାଇବି? ରୋଷେଇବାସ ସବୁ ବନ୍ଦ। ରୋଷେଇଆ ବ୍ରାହ୍ମଣ ଟିକେ ମୁରୁକି ହସା ଦେଇ ଚାଲିଗଲା। ମନରେ ବିଚାରିଲା, ଆମ ସାଆନ୍ତାଣୀ ଗୋଟେ ଅଦ୍ଭୁତ ସ୍ତ୍ରୀ। ସ୍ୱାମୀ ଉପରେ ଭକ୍ତିର ସୀମା ନାହିଁ। ବାବୁ ଟିକିଏ ବାଧକି ପଡ଼ିଲେ ଆପେ ନ ଖାଇ ନ ପିଇ ଦିନ ଯାକ ପାଖରେ ବସି ସେବା କରୁଥିବେ। ଆଉ ରାଗିଲେ ତ ବାଡ଼ି ଛାଞ୍ଚୁଣି ଯାହା ହାତରେ ପଡ଼ୁ ବାଡ଼େଇବାକୁ ଧାଇଁବେ। ଯାବତ୍ ଖରାପ କଥାରେ ଗାଳି ଦେବେ। ହେଲେ ସାଆନ୍ତାଣୀଟି ବଡ଼ ଭଲ। ବଡ଼ ଲୋକ ଝିଅ, ବଡ଼ ଲୋକ ବୋହୂ, ମନ ବି ସେଇପରି ବଡ଼। ମାତ୍ର ଟିକେ ରାଗି, ମୁହଁଟା ବଡ଼ କଡ଼ା। ବାବୁ ମକ୍ରା ଚାକର ଟୋକାକୁ ଦାଣ୍ଡ ପଟକୁ ଡାକି ଖୁବ୍ ତୁନି ତୁନି ଖୁବ୍ ସାକୁଲେଇ ସାକୁଲେଇ କହିଲେ, ଶୁଣୁ ମକରୁ, ଗୋଟାଏ କାମ ମୋ ପାଇଁ କରିବୁ। ଏଇ କମ୍ବଳ ଖଣ୍ଡ ଘୋଡ଼ି ହୋଇ ଗମ୍ଭୀର ଭିତରେ କବାଟକୁ ଆଉଜି ଶୋଇଥା। ରାତି ଘଡ଼ିକ ସରିକି ମୁଁ ଲେଉଟି ଆସିବି, ତେତେବେଳେ ଯାଏ ଶୋଇଥିବୁ। ଖବରଦାର, ଘରୁ ବାହାରିବୁ ନାହିଁ। ମକରା କହିଲା, ଆଜ୍ଞା ନା ନା ନା, ମୁଁ ପାରିବି ନାହିଁ। ସାଆନ୍ତାଣୀ ଗାଳି ଦେବେ, ଖପା ହେବେ। ବାବୁ ଖପା ହୋଇ କହିଲେ, ପାଜି, ଦୁଷ୍ଟ, ଭୂତ, ମୋ କଥା ଶୁଣିବୁ ନାହିଁ, ଜାଣିବୁ ବାଡ଼େଇ ପକେଇବି। ଟିକେ ବାଦ କହିଲେ, ନାହିଁ ରେ ମକରୁ, ନାହିଁ, ମୁଁ ତୁଚ୍ଛା ଟାପରା କରୁଥିଲି। ଦେଖ ମକରୁ, ତୁ କେନ୍ଦ୍ରାପଡ଼ା ମାମୁଁ ଘରକୁ ଯିବୁ ବୋଲି କହୁଥିଲୁ, କାଲି ଯିବୁ? 4 ଦିନ ଛୁଟି ଦେଲି। ଏଇ 3-4ଟା ଟଙ୍କା ଖର୍ଚ୍ଚ କରିବୁ, ଆଉ ତତେ ଗୋଟିଏ ଅଙ୍ଗୀ କିଣିଦେବି। ମକରୁ ଆଉ କିଛି କଥା ନ କହି କମ୍ବଳ ଘୋଡ଼ି ହୋଇ ଗମ୍ଭୀର ଭିତରେ ଧାରଣା ଦେଇ ଶୋଇପଡ଼ିଲା। ଏଣେ ସାଆନ୍ତାଣୀଙ୍କ ମନରେ ସୁଖ ନାହିଁ। ଗାଧୋଇ ଆସି ଆପଣା ଶୋଇବା ଘରେ ଖଣ୍ଡେ ଆସନ ପାରି ବସିଲେ। ଯେତେ ଠାକୁର ଦେବତାଙ୍କ ନାମ ମନରେ ପଡ଼ିଲା, ବାବୁଙ୍କ ଗ୍ରହ ଅଚଳ ପାଇଁ, ଶାନ୍ତି ପାଇଁ ପ୍ରାର୍ଥନା କଲେ। ଧବଳେଶ୍ୱରଙ୍କୁ ସହସ୍ର ପଞ୍ଚାମୃତ ମାନିଲେ। ହେ ମା କଟକ ଚଣ୍ଡୀ, କାଳିଗଳିର କାଳି ଠାକୁରାଣୀ, ବାବୁଙ୍କ ଦେହ ଭଲ ହୋଇଯାଉ, ମୁଁ ଦୁହିଁକୁ 2 ଖଣ୍ଡ କଳା କଳା ଶାଢ଼ୀ, ଯୋଡ଼ାଏ କଳା ବୋଦା ବଳିଦେବି। ଏପରି ଠାକୁର ଦେବତାଙ୍କୁ ଡାକୁ ଡାକୁ ଦିନ 3 ପହର ବିତିଗଲାଣି। ମନରେ କଲେ, ଧ୍ୟାନରୁ ଉଠି କ'ଣ ଖାଇବେ? ଅନ୍ନ ତ ଛୁଇଁବେ ନାହିଁ। ଫଳାହାର କରିବେ। ପାଚିଲା କଦଳୀ, ନଡ଼ିଆ, ଛେନା, ଦୁଧ, ଦହି ସବୁରୁ ସଜିଲ କରି ଘରେ ଥୋଇଦେଲେ। ଥରକୁ ଥର ବାହାର ଛାଇକୁ ଅନାଉଛନ୍ତି। ଆଉ ଦିନ 2 ଘଡ଼ି ଅଛି। ମଝି ବାହାର ଖରା ଚାଳି ଉପରକୁ ଉଠିଗଲାଣି। ହାତରେ ଆଉ କିଛି ପାଇଟି ନାହିଁ। ଘର ବାହାରେ ନହର ପହର ଦେଉଛନ୍ତି। ସନ୍ଧ୍ୟା ହୋଇ ଆସିଲା।
ଧୀରେ ଧୀରେ ଗମ୍ଭୀରି ଦୁଆର ପାଖକୁ ଗଲେ। ବାବୁ କହିଛନ୍ତି ତିର୍ଲା ଲୋକ ଛାଇ ପଡ଼ିବ ନାହିଁ। ତଳେ ଚାରିପାଖକୁ ଅନାଇଲେ। ନାଇଁ, ଛାଇ ତ ପଡ଼ିନାହିଁ। କାଳେ ପାଟିରୁ କଥା ବାହାରି ପଡ଼ିବ। ଆପଣା ପଣତ କାନି ପାଟିରେ ଜାକିଦେଲେ। ଅଳ୍ପ ଟିକେ କବାଟ ମେଲେଇ ଦେଲେ। ଘର ଭିତରଟା ଭଲ ଦିଶୁନାହିଁ। ଅନ୍ଧାରିଆ। ବାବୁ ସ୍ଥିର ହୋଇ ଧ୍ୟାନରେ ପଡ଼ିଛନ୍ତି। ହାୟ ହାୟ, ବାବୁଙ୍କୁ କେତେ ବାଧୁଥିବ। ହେ ଠାକୁର ଦେବତାମାନେ, ମୋ ବାବୁଙ୍କୁ ଭଲ କରିଦିଅ। ଦେବତାମାନେ ସତ ଅଛନ୍ତି, ଦୁଃଖୀର ଗୁହାରି ଶୁଣନ୍ତି। ମୁଁ କେତେ ପ୍ରାର୍ଥନା କଲି, ବାବୁଙ୍କ ନିଶାଖିଆ ଛଡ଼ାଇ ଦିଅ। ମା କାଳୀ ଠାକୁରାଣୀ, ବାବୁଙ୍କ ଦେହ ଭଲ କରିଦିଅ। ଗୋଟାଏ କାଳିଆ ବୋଦା ଆଉ ଗୋଟିଏ କାଳିଆ କୁକୁଡ଼ା ବଳିଦେବି। ଭୂଇଁରେ ମୁଣ୍ଡ ଲଗାଇ ଠାକୁର ଦେବତାଙ୍କୁ ଢେର ଥର ଜୁହାର କଲେ। ତହିଁ ବାଦେ ଅଳ୍ପ ଦୁଆର ମେଲା କରି ଭିତରକୁ ଯେମିତି ଗୋଡ଼ ବଢ଼େଇ ଦେଇଛନ୍ତି। ଅନ୍ଧାରିଆ କମ୍ବଳ ଭଲ ଦିଶୁନାହିଁ। ଏକା ବେଳରେ ବାବୁଙ୍କ ମୁଣ୍ଡରେ ଗୋଡ଼ ପଡ଼ିଗଲା। ଜିଭ କାମୁଡ଼ି ପଛକୁ ନେଉଟି ପଡ଼ିଲେ। କାନ୍ଦି ପକାଇଲେ। ହାୟ, ମୁଁ କେଡ଼େ ଅପରାଧ କଲି। ହାତ ଯୋଡ଼ି ବାବୁଙ୍କ ଉଦ୍ଦେଶ୍ୟରେ, ଠାକୁର ଦେବତାଙ୍କ ଉଦ୍ଦେଶ୍ୟରେ ଢେର ଥର କ୍ଷମା ମାଗିଲେ। ତହିଁ ଉତ୍ତାରୁ ଧୀରେ ଧୀରେ ଭଲ କରି ଅନାଇ ଭିତରକୁ ଗଲେ। ବାବୁଙ୍କ ଦୁଇ ଗୋଡ଼ ତିନି ଥର ମୁଣ୍ଡରେ ଲଗାଇ ଜୁହାର କଲେ। ଜୁହାର କଲାବେଳେ କମ୍ବଳ ଗୋଟାଯାକ ଥରି ଯାଉଥାଏ। ଜୁହାର ବେଳେ ବାବୁଙ୍କ ଗୋଡ଼ରୁ ହାତରୁ ଝାଳ ଲାଗିଲା। ହାୟ ହାୟ, ବାବୁ ଝାଳରେ ବୁଡ଼ିଗଲେଣି। ପଣନ୍ତ କାନିରେ ଗୋଡ଼ ପିଠି ଭଲ କରି ପୋଛିଦେଲେ। ମୁହଁ ପୋଛିବାକୁ ଯାଇ ଦେଖିଲେ ମୁଛ ହାତକୁ ଲାଗିଲା ନାହିଁ। ଏ କଣ? ବାବୁଙ୍କ ନିଶ କାହିଁ? ଦୁଇଥର ଅଣ୍ଡାଳିଲେ, ତିନିଥର ଅଣ୍ଡାଳିଲେ। ନାଇଁ ତ, ନିଶ କାହିଁ? ଭାରି ସନ୍ଦେହ ହେଲା। କବାଟଟା ଭଲ କରି ମେଲାଇ ଦେଇ ଅନାଇଲେ। କମ୍ବଳଟା ଟାଣି ପକାଇଲେ। ରାଗି ରାଗି ଯାଇ ପଛକୁ ଡେଇଁ ପଡ଼ି ପାଟିଟାଇ କରି କହିଲେ, ଡାଙ୍କୁଣୀ ଖିଆ ଅଳପଇସିଆ ନଈଶୁଆ, କିରେ ମକରା, ତୁ ଏଠି କ୍યાં ପଡ଼ିଛୁ ରେ? ମକରା ଆଉ କଣ କରିବ? ଚୋରଟି ପରି ହାତ ଯୋଡ଼ି କାନ୍ଥକୁ ଆଉଜି ତୁନି ହୋଇ ଛିଡ଼ା ହୋଇଛି। ସାଆନ୍ତାଣୀ ଘଡ଼ିଏ ଯାଏ ଗର୍ଜନ କରି ଥକି ପଡ଼ିଲେଣି। ତାହା ବାଦେ ମନରେ ବିଚାର କଲେ, ନାଇଁ ନାଇଁ, ଗୋଳମାଳ କଲେ ଭଲ ହେବ ନାହିଁ। ଅସଲ କଥାଟା କଣ ବୁଝିବାକୁ ହେବ। ମକରାକୁ ସଲାରେ ରଖିବାକୁ ହେବ। ଧୀରେ ଧୀରେ କଅଁଳେଇ କଅଁଳେଇ କହିଲେ, ଆରେ ମକରୁ, ତୁ ମାମୁଁ ଘରକୁ ଯିବୁ କହୁଥିଲୁ ପରା। ଯା, କାଲି ଯିବୁ। ଏଇନେ 4ଟା ଟଙ୍କା। ବାଟ ଖର୍ଚ୍ଚ କରିବୁ, ଖଜା କିଣି ଖାଇବୁ। କାଲି ତତେ ଗୋଟିଏ ମାଣିଆ ବନ୍ଦି ଯୋଡ଼ିଦେବି, ପିନ୍ଧିବୁ। ଉଛୁଣିକିଟି ପାଟି କରନା। ଯା, ରୋଷେଇ ଘର କଣରେ ତୁନି ହୋଇ ବସିଥିବୁ। ମକରା ମନେ କରିଥିଲା, ସାଆନ୍ତାଣୀ ବାଡ଼େଇ ପକେଇବେ। ଏ କଣ, ନଗଦ ସାଙ୍ଗେ ସାଙ୍ଗେ 4ଟା ଟଙ୍କା, ପୁଣି ଯୋଡ଼ାଏ ଲୁଗା ମିଳିବ। ମନର ଆନନ୍ଦଟା ସମ୍ଭାଳି ପାରୁନାହିଁ। ସାଆନ୍ତଙ୍କ ଟଙ୍କା ପୁଞ୍ଜାକ ଅଣ୍ଟିରେ ଖସିଥିଲା। କାଢ଼ି ଏ ଟଙ୍କା ସାଙ୍ଗରେ ମିଳେଇ 2ଥର 3ଥର ଗଣିଲା। 8 ଟଙ୍କା ଭଲ କରି ଅଣ୍ଟିରେ ଖସି ରୋଷେଇ ଘର କଣରେ ଲୁଚିଲା। ସାଆନ୍ତାଣୀ ଗମ୍ଭୀର ଭିତରେ ମକରା ଜାଗାରେ ଧାରଣା ଦେଇ ପଡ଼ି ରହିଲେ। ରାତି ପହରକ ସରିକି ଚନ୍ଦ୍ରମଣି ବାବୁ ତୁନି ତୁନି ଆସି ଗମ୍ଭୀର ଦୁଆରେ ପହଞ୍ଚିଗଲେ। ପୁରା ନିଶା। ଚାଲିଲା ବେଳେ ଗୋଡ଼ ଟଳି ଯାଉଛି, ପାଟି ଖନି ବାଜୁଛି। ଧଡ଼ କରି କବାଟଟା ମେଲେଇ ଦେଲେ। ମକରା ଧାରଣା ଦେଇ ପଡ଼ିଛି। ବାବୁ ଭାରି ଖୁସିଟାଏ ହୋଇ ନାଚି ନାଚି ଗୀତ ଆରମ୍ଭ କଲେ। ବାହା ବାହା ଭାରି ମଜେଦାର, ବାହା ବାହା ଭାରି ମଜେଦାର, ମଦ ଗଞ୍ଜା ଗୁଣ ଯିଏ ଜାଣେ ଅବା ସେଇ ତ ସମଝଦାର। ଉଠ ଭାଇ ମକରୁ, ସାବାସ ବାବା ମକରୁ, मेरी दोस्त मकराम, ଶୁଣ ମକରା, ଉଠ ଉଠ। ଏଥର କେଉଁ ଶଳା ଶାଳୀକି ଡରରେ? ମକରା, ଆଜିକା ମଜା କଥା ତତେ କଣ କହିବି। ତୋ ସାଆନ୍ତାଣୀ ପୋଇଲିଟା 2 ମାସ ହେଲା ଅଟକାଇଛି। ପାଟି ପଡ଼ି ଯାଇଥିଲା। 2 ମାସର ମଜା ଦିନକେ ଫତେ। ଆରେ ସେ କଣ ଆଜିକା କଥା? ତା ସାଙ୍ଗରେ 3 ବର୍ଷର ଦୋସ୍ତି, ପ୍ରୀତି। ସେଇ ଯେ ଗୋପାଳ ବାବୁ ଦୁଆରକୁ ନାଚିବାକୁ ଆସିଥିଲା, ସେଇ ଦିନୁ ଦୋସ୍ତି। ସାବାସ, ମଜେଦାର। ତା ନାଁ କଣ ଜାଣୁ? ତୋ ସାଆନ୍ତାଣୀ ନାଁଟା ହେଲା ସୁଲ ଚୁନା। ସୁଲ କଣ ନା ପୋଖରୀରେ ହୁଏ, ଚୁନା ଚକୁଳି ପିଠା ହୁଏ। ଛି ଛି ଛି, କି ଅପରଛନିଆ ନାମ। ତା ନାମ ଉସ୍ମାନ ତାରା। ବାହ ବାହ, ମଜେଦାର। ଜିତେ ରହ ମେରି ଉସ୍ମାନ ତାରା। ନାମଟା ଯେମିତିକା, ଗୁଣ ବି ସେଇ ରକମ। ଗୁଣ ତ ଗୁଣ, ଉସ୍ମାନ ତାରା, କ୍ୟା ମଜେଦାର। ଦେଖ ତ ମକରାମ, ତାର କେତେ ବୁଦ୍ଧି, କେତେ ମେହରବାନୀ। ପୁରୁଣା ଦୋସ୍ତି ଭୁଲି ପାରେ ନାହିଁ। କାଲି ଆସି ଯେମିତି କଟକରେ ଗୋଡ଼ ଦେଇଛି, ମତେ ଡାକି ପଠାଇଛି। ମୁଁ ତାକୁ ଦେଖି ନିଧି ପାଇଗଲି। ସେ ତ ଆନନ୍ଦରେ ହସି ହସି ଢଳି ପଡ଼ିଲା। ମୁଁ ବିଛଣାରେ ବସିଛି କି ନା
ଲାଗିଲା ମାଲର ଧୁମ୍। ସବୁ ଠିକ୍ ଠିକ୍ ସଜିଲ କରି ରଖିଛି। ଟିପା ଗଞ୍ଜେଇ, ମଦର ହୁକା, ମେରୁ ସବୁ ଠିକ୍। ଆଗ ଫିଟିଲା ମାଲ ବୋତଲ। ଆସ୍କା ରମ୍, ରମ୍ ନୁହେଁ, ଅସଲ ବିଲାତି ନମ୍ବର 1। ତୁ ଯେବେ ଗ୍ଲାସ୍ ଟାଣି ଦିଅନ୍ତୁ, ଦେଖନ୍ତୁ ମଜା। ଆମେ ଦି ଜଣ ସଙ୍ଗେ ସଙ୍ଗେ ବୋତଲ ଖାଲି କରିଦେଲୁ। ଖାଲିର ତୁଚ୍ଛାର, ଟୋପାଏ ପାଣି ନାହିଁ। ତୋ ସାଆନ୍ତାଣୀ ରୋଜ ନିଜେ ତିଆରି କରେ ପୁରୀ, ସରଭଜା, କ୍ଷୀରି। ଆରେ ଛି, ସେଗୁଡ଼ାକ ତ ବିରାଡ଼ି ଖାଏ। ସେ ଯେ କରି ରଖିଥିଲା ଲୁଣିଆ ବୁଟ ଭଜା, ଶୁକୁଆ ପୋଡ଼ା, ମାଲ ସାଙ୍ଗକୁ ମଜାଦାର ପେଟେ ମାରିଦେଲି। କ୍ୟା ମଜାଦାର। ତୋ ସାଆନ୍ତାଣୀଙ୍କୁ ଚିତା ଦେଇ କେମିତିକା 10 ଟଙ୍କା ମାରି ନେଇଥିଲି। ସେଇ ସବୁ ମୌଜ ଜାଗାକୁ ତୁଚ୍ଛା ହାତରେ କେହି ଯାଏ? ତା ଆଗରେ ଟଙ୍କା ଯେମିତି ଥୋଇ ଦେଇଛି, ଟିକେ ଚାହିଁ ଦେଇ ମୁହଁ ମୋଡ଼ିଦେଲା। ମୁଁ ହୁସିଆର ମଣିଷ। ତୋ ସାଆନ୍ତାଣୀ ପରି କ'ଣ ହେଣ୍ଡା? ବୁଝିପାରିଲି। ପସନ୍ଦ ହେଲା ନାହିଁ। କେମିତି ପସନ୍ଦ ହେବରେ? ଦିନ ରାତିରେ ମଜୁରା କଲେ ଶହ ଶହ ପାଏ। ମୁଁ କହି ଆସିଛି, କାଲି 100 ଟଙ୍କା ଦେବି। ସେ ହସି ହସି କହିଲା, ଟଙ୍କା କ'ଣ ହବ, ତୁମେ ଆସିବ। ସତ ସତ, ସେ କ'ଣ ଟଙ୍କା ଚାହେଁ? ଚାହେଁ ମଉଜ। ସେ ଟଙ୍କା ଚାହେଁ ନାହିଁ। ତାର କ'ଣ ଟଙ୍କାର ଅଭାବ? ହେଲେ ମୁଁ କ'ଣ ଅସତ୍ୟ ହେବି? ଜବାବ ଦେଇଛି ତ, ଟଙ୍କା ଦେଇଛି। ମରଦ କି ବାତ, ହାତୀ କା ଦାନ୍ତ। କାଲି ଟଙ୍କା 100 କୋଉଠୁ ଆଣିବି ଜାଣୁ? ହେ 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 ହେ, ବଡ଼ ମଜା। ତୋ ସାଆନ୍ତାଣୀ ନାଟବନ୍ଦୀ ଟଙ୍କା ସେହି ସିନ୍ଧୁକରେ ରଖିଛି। ଗୋଟାଏ ଲୁହା କଣ୍ଟାରେ ସିନ୍ଧୁକଟା ଫିଟାଇ ପକାଇ ଆଚ୍ଛା କରି ଚିତା ଦେବି। 2-3 ଥର ଟଙ୍କା ନେଲିଣି। ସାଆନ୍ତାଣୀ ବୋପା, ତା ଗୋସେଇଁ ବାପା ବି ବୁଝିପାରିବ ନାହିଁ। ସିନ୍ଧୁକରେ ଢେର ଟଙ୍କା ରଖିଛି। ମୋ ହାତରେ ପଡ଼ିଗଲେ କଟକର ଫାଙ୍କେ ମୌଜରେ ଭସାଇ ଦିଅନ୍ତି। ତୋ ସାଆନ୍ତାଣୀ ଯଦି ଗିଲାସେ ମଦ ଟାଣି ଦିଅନ୍ତା, ବୁଝନ୍ତା କେଡ଼େ ମୌଜ। ସେ ମୌଜ ବୁଝିଛି ଉସ୍ମାନ ତାରା। ଏଇଟା କାଠ ମୂର୍ତ୍ତିଟାଏ। ଆଜି ମାଲ ସାଙ୍ଗରେ ପେଟେ ଚାଟ ପକେଇଛି। ତୋ ସାଆନ୍ତାଣୀ ବାପ ଶଳା ବି 7 ଜନ୍ମରେ ଦେଖିନଥିବ। ସାଆନ୍ତାଣୀ କମ୍ବଳ ଖଣ୍ଡକ 5 ହାତ ଦୂରକୁ ଫୋପାଡ଼ି ଦେଇ ଡେଇଁ ପଡ଼ିଲେ। ଭାରି ଗୋଟାଏ ଗର୍ଜନ କରି କହିଲେ, କ'ଣ କହିଲୁ? କ'ଣ କହିଲୁ ମଦୁଆ ଯୋଗିନୀ ଖିଆ? ମୋ ବାପା ତୋ ଶଳା? ଦିନ ଯାକ ଯାଇ କେଉଁଠି ପଡ଼ିଥିଲୁ ରେ? କ'ଣ ଉସ୍ମାନ ତାରା? ବାବୁ ତ ଡରରେ ଛାନିଆ ହୋଇଗଲେଣି। ଚଞ୍ଚଳ କହି ପକାଇଲେ, ନା ନା ନା, ମୁଁ କାହିଁ ଯାଇ ନାହିଁ। ଟିକିଏ ବାହାରକୁ ପ୍ରସାବ କରିବାକୁ ଯାଇଥିଲି। ତମ ରାଣ, ତମ ମୁଣ୍ଡ ଛୁଉଁଛି। ସାଆନ୍ତାଣୀ ତ କ୍ରୋଧରେ ଅଜ୍ଞାନ। ହଁ ରେ, ମୋ ମୁଣ୍ଡ ଛୁଇଁଲୁ। ମୁଁ ମରିବାକୁ ଚାହୁଁଛୁ? ଘରେ ଗୋଟାଏ ଛାଞ୍ଚୁଣି ପଡ଼ିଥିଲା। ସେଇଟା ଧରି ଦେ ପ୍ରହାର ପ୍ରହାର ପ୍ରହାର। ମୁଣ୍ଡରେ, ପିଠିରେ, ହାତରେ ଯେଉଁଠି ବାଜୁ। ବାବୁ ସମ୍ଭାଳି ପାରିଲେ ନାହିଁ। ଦେ ଦୌଡ଼। ନିଶା ଝଙ୍କରେ ଗୋଡ଼ ଟଳମଳ ହେଉଛି। ଦୁଲଦାଲ ପଡ଼ିଗଲେ। ତା ଉପରେ ବି ମାଡ଼। ପାଣି ଅସରା ପରି ପଡ଼ୁଛି। ସାଆନ୍ତାଣୀ ଥକି ଯିବାରୁ ଘର ଭିତରକୁ ଯାଇ ଭୂଇଁରେ ଲଥ୍ କରି ଶୋଇପଡ଼ିଲେ। ଆକୁଳ ହୋଇ କାନ୍ଦୁଛନ୍ତି। କାନ୍ଦୁ କାନ୍ଦୁ ଯେତେ ଠାକୁର ଦେବତା ମନରେ ପଡ଼ିଲେ, ସମସ୍ତଙ୍କୁ ଡାକି କ୍ଷମା ମାଗିଲେ। ହେ ଠାକୁର ଦେବତା ମାନେ, ମତେ କ୍ଷମା କର। ମୋ ଦେବତା ସ୍ୱାମୀକୁ ବାଡ଼େଇଛି। ବଡ଼ ଅପରାଧ କରିଛି। ଦୋଷ କ୍ଷମା କର। ଆଉ ମୋ ସ୍ୱାମୀକୁ ସୁବୁଦ୍ଧି ଦିଅ। ରାତି ପାହିଗଲାଣି। ସାଆନ୍ତାଣୀଙ୍କ ରାଗଟା ଚାଲିଗଲାଣି। ଧୀରେ ଧୀରେ ଯାଇ ଦେଖିଲେ, ବାବୁ ଠା ଭୂଇଁରେ ପଡ଼ିଛନ୍ତି। ନିଶା ଛାଡ଼ିଗଲାଣି। ସକାଳୁଆ ଶୀତଳ ପବନ ଲାଗି ଭାରି ନିଦଟିଆଏ ହୋଇଛି। ଘଡ଼ ଘଡ଼ କରି ନାକ ଡାକୁଛି। ସାଆନ୍ତାଣୀ ଅନାଇ ଦେଖିଲେ, ପିଠି, ହାତ, ଗୋଡ଼ ଜାଗା ଛାଞ୍ଚୁଣି ମାଡ଼ରେ ଫୁଲି ଯାଇଛି। ଗୋଟାଏ ଗୋଟାଏ ଜାଗାରେ ରକ୍ତ ବହି ଶୁଖିଗଲାଣି। ଏସବୁ ଦେଖି ଭାରି ଆକୁଳରେ କାନ୍ଦିଲେ। ହାୟ, ମୁଁ କ'ଣ କଲି? ସ୍ୱାମୀ ଦେବତାଙ୍କୁ ଛାଞ୍ଚୁଣିରେ ବାଡ଼େଇଲି। ହାୟ ହାୟ, ମୋ ଦଶା କ'ଣ ହେବ? ଆଉ ଥରେ ଡାକିଲେ, ଠାକୁର ଦେବତା ମାନେ, ମୋ ଦୋଷ କ୍ଷମା କର। ଝରଝର ହୋଇ 2 ଆଖିରୁ 2 ଧାର ବହୁଛି। ଗିନାଏ ରାଶି ମାଲପା ଆଣି ଫୁଲା ଜାଗାମାନଙ୍କରେ ଧୀରେ ଧୀରେ ଘଷିଦେଲେ। ଆଉ ଗିନାଏ ମାଲପା ଆଣି ଦେହ ଯାକ ଲଗାଇଦେଲେ। ଦିନ 2 ଘଡ଼ି ସରିକି ବାବୁଙ୍କ ନିଦ ଭାଙ୍ଗିଲା। ଟିକେ ଅନାଇ ଦେଲେ। ସାଆନ୍ତାଣୀ ପାଖରେ ବସିଛନ୍ତି। ମନରେ ଭାରି ଗୋଟାଏ ଡର ପଶିଗଲା। କେଜାଣି ଆଉ ଥରେ ବା ଛାଞ୍ଚୁଣିରେ ବାଡ଼େଇ ପକେଇବେ। ଆଉ ନିଦ ତ ନାହିଁ। ଆଖି ବୁଜେଇ ଘାଲେଇ ପଡ଼ିଥାନ୍ତି। ଆଉ ଥରେ ଧୀରେ ଧୀରେ ଅନାଇ ଦେଖିଲେ, ସାଆନ୍ତାଣୀଙ୍କର ରାଗର ଚିହ୍ନ ନାହିଁ। 2 ଆଖିର 2ଟା ଧାରା ବହିଯାଇଛି। ଧୀରେ ଧୀରେ ଗୋଡ଼ରେ ତେଲ ଘଷି ଦେଉଛନ୍ତି। ସାଆନ୍ତାଣୀ ବୁଝିପାରିଲେ ବାବୁଙ୍କର ନିଦ ଭାଙ୍ଗିଗଲାଣି। 4 ମାଠିଆ ଜଳ ଅଣାଇ ଶୋଇବା ଜାଗାରେ ଥୋଇଲେ। ବାବୁଙ୍କ ହାତ ଧରି ଉଠାଇ ବସାଇଲେ। ଗଣ୍ଡରେ ଦେହରେ ଜଳ ଢାଳି ଭଲ କରି ସ୍ନାନ କରାଇଦେଲେ। ବାବୁଙ୍କର ନିଶାର ଖେଉରିରେ ଦେହଟା ଜଳୁଥିଲା। ଜଳ ପଡ଼ି ବଡ଼ ଆରାମ ଲାଗୁଛି। ଆଖି ବୁଜି ଠାକୁରଟି ପରି
ଧୀର ହୋଇ ବସିଥାନ୍ତି। ସାଆନ୍ତାଣୀ ଶୁଖିଲା ଲୁଗା ପିନ୍ଧାଇ ଦେଲେ। ରୋଷେଇଆ ଭାତ ପରସିଗଲା। ସାଆନ୍ତାଣୀ ବଳେଇ ବଳେଇ ଦିଟା ଭୋଜନ କରାଇଲେ। ତହିଁବାଦେ ଭଲ କରି ସେଜଟା ପାରି ବାବୁଙ୍କୁ ଶୁଆଇ ଦେଲେ। କାଲିଠାରୁ ସାଆନ୍ତାଣୀଙ୍କର ଉପାସ। ଆଜି ବି ଜଳସ୍ପର୍ଶ ନାହିଁ। ସ୍ୱାମୀଙ୍କ ଗୋଡ଼ ତଳେ ବସି ହାତ ବୁଲାଉଛନ୍ତି। ଦିନଯାକ ଆଖିରୁ ପାଣି ଶୁଖିବାକୁ ନାହିଁ। ମନ ମଧ୍ୟରେ ଠାକୁର ଦେବତାଙ୍କୁ ଡାକୁଛନ୍ତି, ହେ ପ୍ରଭୁ, ମୋ ଦୋଷ କ୍ଷମା କର, ମୋ ସ୍ୱାମୀଙ୍କୁ ସୁବୁଦ୍ଧି ଦିଅ। ଦିନଯାକ ସ୍ୱାମୀ ସ୍ତ୍ରୀ କାହାରି ମୁହଁରୁ କଥା ବାହାରେ ନାହିଁ। ଘରେ ଚାକର ଚାକରାଣୀ ମଧ୍ୟ ସମସ୍ତେ ତୁନି ତାନି। ସ୍ୱାମୀ ସ୍ତ୍ରୀ କେହି କାହାରି ମୁହଁକୁ ଲାଜରେ ଭରସି ଚାହିଁ ପାରୁନାହାନ୍ତି। ପରସ୍ପର ଦୁହେଁ ଆପଣା ଆପଣାକୁ ଅପରାଧୀ ମଣି ମନ ତୁଷ୍ଟି ପାଇଁ ସାଧ୍ୟାନୁସାରେ ଚେଷ୍ଟା କରୁଥାନ୍ତି। ବାବୁଙ୍କ ମନ ମଧ୍ୟରେ ପ୍ରତିଜ୍ଞା, ଆଜିଠାରୁ ସବୁ ନିଶା ଗୋରକ୍ତ ବିଷ୍ଠା। 2 ମାସ ଗଲା, 4 ମାସ ଗଲା, 6 ମାସ ବି ଗଲାଣି। ସାଇ ପଡ଼ିଶା ଜ୍ଞାତି ବନ୍ଧୁବାନ୍ଧବମାନେ ଦେଖିଲେ ଚନ୍ଦ୍ରମଣି ବାବୁଙ୍କ ଘରେ ରୋଜ ସକାଳେ ଯେ 2 ଜଣଙ୍କ ମଧ୍ୟରେ ଭଟ ଭଟ ଲାଗିଥାଏ, କିଛି ଶୁଣାଶୁଣି ନାହିଁ। 2 ଜଣ ଏକା ଜାଗାରେ ହସି ହସି ଖୁସି କଥାବାର୍ତ୍ତା କରନ୍ତି, କିତାବ ପଢ଼ନ୍ତି। ଉତ୍କଳ ସାହିତ୍ୟ, ମୁକୁର, ଦୀପିକା ଖବରକାଗଜ ପଢ଼ନ୍ତି। ବାବୁ ହେଣ୍ଡନୋଟରେ ଢେର ଟଙ୍କା ଦେଣା କରି ପକାଇଥିଲେ। ବର୍ଷଟା ଭିତରେ ଅଧା ଅଧି ଶୁଝିଗଲାଣି। ବାବୁ ଘରୁ ବାହାରନ୍ତି ନାହିଁ। କେଉଁ ଜାଗାକୁ ନାଟ ତାମସାରେ ନିମନ୍ତ୍ରଣ ଆସିଲେ ସାଆନ୍ତାଣୀ ହେଣ୍ଟାରିଲେ ପେଲାପେଲି କଲେ ବି ବାହାରୁ ନାହାନ୍ତି। ଦିନେ ଦିନେ ସଞ୍ଜବେଳେ 2 ଜଣ ବଗିଟିରେ ବସି ସହର ଯାକ ବୁଲି ଆସନ୍ତି। ସହର ଲୋକେ ସାଙ୍ଗସୁଙ୍ଗା ବାବୁମାନେ ଦେଖି ଶୁଣି ଆଶ୍ଚର୍ଯ୍ୟ ହୁଅନ୍ତି। ଆରେ କଥା କ'ଣ? ବାବୁଙ୍କ ବାପେ ଜମିଦାର ଶ୍ୟାମ ପଟ୍ଟନାୟକ ମାଷ୍ଟର ରଖି ବାବୁଙ୍କୁ ପଢ଼ାଇଲେ। ସ୍କୁଲରେ ବି ପଢ଼ୁଥାନ୍ତି। ଏତେ ପଢ଼ିଲେ କ'ଣ ହେଲା? ବଦ ସଙ୍ଗରେ ପଡ଼ି ଭାରି ନିଶାଖର ହୋଇଗଲେ। କେବଳ ଦିନ ରାତି ବଦଖିଆଲି, ଚରିତ୍ର ଏକାବେଳକେ ଗଲା। ରାତି ଯାକ ମନ୍ଦ ଜାଗାମାନଙ୍କରେ ବୁଲାବୁଲି, ଯେତେ ମତୁଆଲା ମଦ ଲୋକ ସାଙ୍ଗ। ଆପଣ ଶୁଣୁଥିଲେ କ୍ଷୁଦ୍ର ଗଳ୍ପ ପେଟେଣ୍ଟ ମେଡିସିନ। ଲେଖିଥିଲେ ଫକୀର ମୋହନ ସେନାପତି। ଯଦି ଆପଣଙ୍କୁ ଆମର ଏହି ଉପସ୍ଥାପନା ଭଲ ଲାଗୁଥାଏ, ତାହେଲେ ଆମର ଏହି ପଡକାଷ୍ଟକୁ ଲାଇକ୍ ଏବଂ ସବସ୍କ୍ରାଇବ୍ କରନ୍ତୁ ଏବଂ ନିଜ ବନ୍ଧୁମାନଙ୍କ ସହିତ ସେୟାର କରନ୍ତୁ। ଧନ୍ୟବାଦ।